ନମସ୍କାର। ହାଏ, ହ୍ୟାଲୋ। ଆଜି ଦେଖୁଛନ୍ତି ଫଟୋସପ୍। ଏଇଟା ହେଉଛି ଫଟୋସପ୍ CS6। ତ ପ୍ରଥମେ ଆମେ ଦେଖିବାକୁ ପାଉଛୁ PS ଲେଖାଯିବ ଫଟୋସପ୍। ଏଇଟା ହେଉଛି ଫାଇଲ୍ ମେନ୍ୟୁଟା, ସରି ମେନ୍ୟୁ ବାର୍ଟା। ତାରେ ଆମେ ଫାଇଲ୍, ଏଡ଼ିଟ୍, ଇମେଜ୍, ଲେୟର୍, ଟାଇପ୍, ସିଲେକ୍ଟ, ଫିଲ୍ଟର, ଭ୍ୟୁ, ୱିଣ୍ଡୋ, ହେଲ୍ପ ଏସବୁ ଇଏ ମେନ୍ୟୁ ଯାକ ପାଇବା। ନେକ୍ସଟ ଅଛି ଅପସନ୍ ବାର୍। ଅପସନ୍ ବାର୍ ହେଉଛି ଏଇଟାକୁ କହିବେ ଟୁଲ୍ସ ମେନ୍ୟୁ। ହେଲେ ଏଇ ଯେଉଁ ଟୁଲ୍ସ ଯାକ ଅଛି ତାକୁ କଷ୍ଟମ୍ କରୁଛି କିମ୍ବା ଚେଞ୍ଜ ତାର ସେଟିଂ କରୁଛି ହେଉଛି ସେଟିଂ ଯାହା କରାଯିବ ତାହା ଏଠି ଡିସପ୍ଲେ ହେବ। ଆମେ ଯାହା ସିଲେକ୍ଟ କରିବା ତାର କଣ୍ଟ୍ରୋଲ ଟୁଲ୍ସ, ଏଟାକୁ କଣ୍ଟ୍ରୋଲ ବାର୍ ବି କହିବେ, କାରଣ ଏଠି ଆମେ କଣ୍ଟ୍ରୋଲ କରିପାରିବୁ ଏଇ ଟୁଲ୍ସ ଯାକୁ। ଆମେ ଯାହା ବି ସିଲେକ୍ଟ କରିବା ତାର ସବୁ ଅପସନ୍ କଣ୍ଟ୍ରୋଲର ଯାକ ସେଇଠି ଦେଖାଯିବ। ତାପରେ ଏଇଟା ହେଉଛି ୱାର୍କ ସ୍ପେସ୍ଟା। ଆମେ ଯେଉଁଠିକି ୱାର୍କ କରିବା, ଫାଇଲ୍ ମେନ୍ୟୁରେ ଯାଇକି ନ୍ୟୁ କ୍ଲିକ୍ କଲେ ଫାଇଲ୍ ଓପେନ୍ ହେବ। ୱିଥ୍ ହାଇଟ୍ ଯାହା ଆମେ ଦେବା ସେ ଅନୁସାରେ ଆସିବ। ଇଣ୍ଟ୍ରୋଡକ୍ସନ୍, ତେଣୁକରି 72 ରେଜୁଲେସନ୍ ହିଁ ରହିବ। ଆବଶ୍ୟକତା ସେତିକି ହିଁ ଅଛି। ଷ୍ଟାର୍ଟିଂ ତ ତେଣୁକରି 72ରେ ହିଁ କାମ ହେବ। କଲର୍ ମୋଡ଼ RGB, ତାର ତ ରେଡ୍, ଗ୍ରୀନ୍, ବ୍ଲୁ। RGB ରେଡ୍ କଲର୍, ଗ୍ରୀନ୍ କଲର୍, ବ୍ଲୁ କଲର୍। 8 ବିଟ୍। ଆଉ ବ୍ୟାକ୍ଗ୍ରାଉଣ୍ଡ କଣ୍ଟେଣ୍ଟ ହ୍ୱାଇଟ୍ ଅଛି, ଟ୍ରାନ୍ସପେରେଣ୍ଟ ଅଛି, ଆଉ ବ୍ୟାକ୍ଗ୍ରାଉଣ୍ଡ କଲର୍ ଅଛି। ଏଠି କ୍ଲିକ୍ କଲେ ଜଣାପଡ଼ିବ। ଆଉ ଏ ସାଇଜ୍ ଯାକ ଯେଉଁ ଅଛି ୱିଥ୍ ହାଇଟ୍, ତା ପିକ୍ସେଲ୍ ଅଛି, ଇଞ୍ଚେସ୍ ଅଛି, ସେଣ୍ଟିମିଟର ଅଛି, ମିଲିମିଟର୍ସ ଅଛି, ପଏଣ୍ଟସ୍ ଅଛି, ଏସବୁ ଅଛି, କଲମ୍ ଅଛି। ତ ଆମେ ଯାହା ସିଲେକ୍ଟ କରିବା ତାହା ଆସିବ। ଏବେ ବର୍ତ୍ତମାନ ଏ ଫାଇଲ୍ର ନାଁ ବି କିଛି ଦେବାକୁ ଚାହୁଁଛୁ ତ ଦେଇପାରିବା। ତ ହେଲା, ବାହାରିଲା ଏଇଟା ଫାଇଲ୍। ଏଇଟା ହେଉଛି ୱାର୍କ ସ୍ପେସ୍, ଆମେ ଯେଉଁଠିକି ୱାର୍କ କରିବା। ଏଇଠି ଦେଖିବାକୁ ପାଉଛନ୍ତି, ଏବେ କ୍ଲୋଜ୍ କଲେ ଜାଣିପାରିବେ। ଏଇଟାକୁ ମାର୍କ କରିଥାନ୍ତୁ, କିଛି ଚେଞ୍ଜେସ୍ ଆସୁଛି କି ନାହିଁ ଦେଖନ୍ତୁ। ଏଇଠି ଯେଉଁ ଥିଲା ବ୍ୟାକ୍ଗ୍ରାଉଣ୍ଡ କରିକି ହ୍ୱାଇଟ୍ ଗୋଟେ ପେପର୍ ଟାଇପ୍ର ଥିଲା। ଆଉ ନେକ୍ସଟ ମୁଁ କହିଦେଉଛି, ଏବେ ଦେଖନ୍ତୁ ଏ ପାଖରେ କିଛି ନାହିଁ। ଏ ପାଖେ ଲେୟର୍ ବୋଲି ଗୋଟେ ଯେଉଁ ସେଇଟା ସିଲେକ୍ଟ ଅଛି, ଏଠି କିଛି ନାହିଁ, ବ୍ଲାଙ୍କ। ଦେନ୍ ଆମକୁ ଫାଇଲ୍ ଯାଇକି ନ୍ୟୁ ଯାଇଥିଲୁ, ତ ଓକେ କ୍ଲିକ୍ କରିଥିଲୁ 500x500 ୱିଥ୍ ହାଇଟ୍ରେ, ତ ଓକେ। ତ ଏଠି ବ୍ୟାକ୍ଗ୍ରାଉଣ୍ଡ ଆସିଲା। ଯଦି ଆମେ ଫାଇଲ୍ ଓପେନ୍ କରିବା ତ ଏଇଠି ଆସିବ ଗୋଟେ ବ୍ୟାକ୍ଗ୍ରାଉଣ୍ଡ କହିକି ଏମିତି ଗୋଟେ ବକ୍ସ ଟାଇପ୍ର ହେଇକି ହ୍ୱାଇଟ୍ କଲର୍ ଅଛି। ଏଇଟା ହେଉଛି ଆମେ ଯେଉଁ ଓପେନ୍ କରୁଛୁ। ଏଇଟା ଆଇଜ୍ ଯେଉଁ ଅଛି, ଏଇଟା ନେକ୍ସଟ ଆମେ କ'ଣ ୟୁଜ୍ କଲା ପରେ, ସେଇ ଟୁଲ୍ସ ଯାକ ୟୁଜ୍ କଲା ପରେ ଆମେ ତାକୁ ହାଇଟ୍ କିମ୍ବା ଅନହାଇଟ୍ କରିବାରେ ୟୁଜ୍ କରିବା। ତ ଏଇଟା ହେଉଛି ଏ ବ୍ୟାକ୍ଗ୍ରାଉଣ୍ଡର, ତ ଆମେ କିଛି ୱାର୍କ କରିବାନି। ପ୍ରାୟତଃ ବ୍ୟାକ୍ଗ୍ରାଉଣ୍ଡ କିଛି କାମ ହୁଏନି, କାରଣ ଏବେ ମନେକର ଆମେ ଗୋଟେ ଇମେଜ୍କୁ ଓପେନ୍ କରିବା ଏଇଠି, ତ ଫାଇଲ୍କୁ ଯାଇକି ଓପେନ୍, ଦେନ୍ କୌଣସି ଇମେଜ୍କୁ ଯାଇକି ସରି ଏବେ ମନେକର ଏ ଇମେଜ୍ଟା ଓପେନ୍ ହେଲା, ତ ଏଥିରେ କିଛି ଡାଇରେକ୍ଟ ୱାର୍କ ନ କରିକି ବ୍ୟାକ୍ଗ୍ରାଉଣ୍ଡରେ କେବେ ୱାର୍କ କରିବା ନାହିଁ, କାରଣ ଏମାନଙ୍କର ଏଇଠି କୌଣସି ୱାର୍କ କରିବା ତ ତାର
କଣ ହବ କି ଏ ଆକ୍ଚୁଆଲ୍ ପିକ୍ଚରଟା ନା ଖରାପ ହେଇଯିବ। ଆଉ ଆମେ ଏଇ 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 ପିକ୍ଚରଟା ପାଇବାନି। ଯାହା ଏଡିଟିଂ କରିଥିବା କି ଯାହା ସହିତ ୱାର୍କ କରିଥିବା ତାହା ଏଡ଼ିଟ୍ ହେଇଯିବ ଆଉ ପୂର୍ବ ଅବସ୍ଥାରେ ଆଉ ଆମେ ଦେଖିପାରିବା ନାହିଁ। ଯାହା ଥିଲା ଏବେ ଯାହା ଅଛି ତାହା ଆଉ ଦେଖାଯିବ ନାହିଁ। ତ ଏବେ ନୂଆରେ ଆମେ ଶିଖୁଛୁ ତ ଆମକୁ ଆର କପି ଗୋଟେ କରିଦେଲେ ଏଇ ପିକ୍ଚରଟା ଆମର କିଛି ଖରାପ ହବନି। ତ ବ୍ୟାକଗ୍ରାଉଣ୍ଡର ଏଇ ଯେଉଁ ଲେଖା ଅଛି ତାକୁ ଲେଫ୍ଟ କ୍ଲିକ୍ କରିକି ପୁରା ତାକୁ ଝିକିକି ଆଣିକି ଏଇ ଯେଉଁ ନ୍ୟୁ ଅପସନ୍ ଅଛି ସେଠି ଛାଡ଼ିଦେବାର। ଏଇ ସେକେଣ୍ଡଟା ଏଇଟା ହେଉଛି ଡିଲିଟ୍ ଅପସନ୍, ଡଷ୍ଟବିନ୍ ଟାଇପ୍ର ଅଛି। ଆଉ ଏଇଟା ହେଉଛି ନ୍ୟୁ ଅପସନ୍। ଆପଣ ଯଦି ଏଇଟାକୁ କ୍ଲିକ୍ କରିବେ ନା ଅଟୋମେଟିକ୍ ସେଠି କ୍ରିଏଟ୍ ନ୍ୟୁ ଲେୟର୍ ଯାହା ୟୁଜ୍ କରିବେ ଏଇଠି ଟୁଲ୍ସ ଯାହା ବି ତ ଏଇଠି ଜଷ୍ଟ ଟିକେ ସମୟ ରଖିଦେଲେ ତାର ନାଁ କ'ଣ ଅଟୋମେଟିକ୍ ଆସିଯିବ। ତ ଏଇଠି ଯାହା ହେଲେ ବି ଆମେ କରିପାରିବା। ବେସ୍ ଯାହା ବି ୟୁଜ୍ କରିପାରିବା କି କ'ଣ କଲେ ବି କିଛି ଖରାପ ହବନି, ବୁଝିଲେ ନା? ତ ଯାହା ବି ଏବେ ମନେକର କିଛି ପିକ୍ଚର ଖରାପ ଏମିତି ହେଇଗଲା ତ ବି କିଛି ପିକ୍ଚରରେ କିଛି ଖରାପ ହବନି। ତ ଏତିକି ହିଁ କାଫି ଅଛି। ଆଉ ନେକ୍ସଟ ପଢ଼ିବା ନେକ୍ସଟ ଟ୍ୟୁଟୋରିଆଲରେ। ଏବେ ପାଇଁ ଏତିକି ହିଁ। ବାଏ।